ଲିଖନୀରେ କାହାଣୀ। ଆଜିର ଗଳ୍ପ ଯମୁନା ନଦୀର କାନ୍ଦ। ଥରେ ରାତିରେ ଆକବର ଏବଂ ବୀରବଲ ଲାଲକିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସମ୍ପର୍କରେ ଆଲୋଚନା କରୁଥାନ୍ତି। ଯମୁନା ନଦୀ କଳ କଳ ନାଦ କରି ବହି ଯାଉଥାଏ। ରାତିର ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ। ଏହି ସମୟରେ ଆକବର ବୀରବଲକୁ କହିଲେ, ବୀରବଲ, ଯମୁନା ନଦୀ ଏପରି କାନ୍ଦୁଛି କାହିଁକି? ଆକବର ଭାବିଥିଲେ ବୀରବଲ ଏକଥା ଜାଣିନାହିଁ ବୋଲି କହିବେ, କିନ୍ତୁ କାଳ ବିଳମ୍ବ ନ କରି ବୀରବଲ ସାଙ୍ଗେ ସାଙ୍ଗେ କହିଲେ, ମହାରାଜ, କନ୍ୟାମାନଙ୍କର କ୍ଷେତ୍ରରେ ଏହା ଏକ ଭଗବାନଙ୍କ ନିୟମ। ସେମାନେ କୁମାରୀ ବୟସରେ ପିତୃଗୃହରେ ଥାଆନ୍ତି, କିନ୍ତୁ ବିବାହ କରି ସାରିବା ପରେ ସ୍ୱାମୀ ଗୃହକୁ ଗମନ କରିଥାନ୍ତି। ଆକବର ପ୍ରଥମେ ବୀରବଲଙ୍କ କଥା କିଛି ବୁଝିପାରିଲେ ନାହିଁ। ବୀରବଲଙ୍କୁ କହିଲେ, ବୀରବଲ, ତୁମେ କଣ କହୁଛ ମୁଁ କିଛି ବୁଝିପାରୁନାହିଁ, ମୋତେ ଦୟାକରି ବୁଝାଇ କୁହ। ବୀରବଲ ବୁଝାଇବାକୁ ଯାଇ କହିଲେ, ମହାରାଜ, ଯମୁନା ନଦୀ ହିମାଳୟଙ୍କର କନ୍ୟା। ଯମୁନା ନଦୀ ବଙ୍ଗୋପସାଗରରେ ମିଶିବା ଅର୍ଥାତ୍ ବଙ୍ଗୋପସାଗର ଯମୁନା ନଦୀର ସ୍ୱାମୀ। ଭଗବାନଙ୍କର ନିୟମ ଅନୁସାରେ ଯମୁନା ନଦୀ ବଙ୍ଗୋପସାଗରରେ ମିଶିବା ସମୟରେ ପିତୃଗୃହକୁ ତ୍ୟାଗ କରୁଥିବାରୁ କାନ୍ଦୁଛନ୍ତି। ବୀରବଲଙ୍କ କଥା ଶୁଣି ଆକବର ତାଙ୍କ ଉପସ୍ଥିତ ବୁଦ୍ଧିକୁ ପ୍ରଶଂସା ନ କରି ରହିପାରିଲେ ନାହିଁ। ସଙ୍ଗେ ସଙ୍ଗେ ନିଜ ହସ୍ତରୁ ମୁଦି ବାହାର କରି ବୀରବଲକୁ ଆଙ୍ଗୁଠିକୁ ପିନ୍ଧାଇ ଦେଲେ। ଏହିପରି ବୀରବଲ ସବୁ ସମୟରେ ଆକବରଙ୍କ ପ୍ରଶ୍ନର ଉତ୍ତର ଦେବା ସଙ୍ଗେ ସଙ୍ଗେ ମନୋରଞ୍ଜନ ମଧ୍ୟ କରୁଥିଲେ। ଦର୍ଶକ ବନ୍ଧୁ, କ୍ଷୁଦ୍ର ଗଳ୍ପ ସାହାଯ୍ୟରେ ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ଏହା ମୋର ଛୋଟିଆ ପ୍ରୟାସ। ଯଦି କୌଣସି ଉଚ୍ଚାରଣରେ ଭୁଲ ଥାଏ ତାହେଲେ ମୋତେ କ୍ଷମା କରିଦେବେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।